नमस्कार प्रिय सज्जन मंडली आपण माने जदि ओडिया भागवत पाठ करने कि शुणा भल पाती कि चाहूँगी ताहले यही आम माइथोलॉजी ओडिया यूट्यूब चैनल टी सब्सक्राइब करूँ कहीं यूट्यूब चैनल रे धारावाहिक भाव में अति बड़ी जगन्नाथ दास को प्रणीत श्रीमद् भागवत महापुराण गोटे गोटे अध्यायर वीडियो प्रत्येक दिन आसी थाए। आज पर्यंत आमे द्वितीय स्कंध पाठ कर सारीचे। आज आरंभ करवा आमे ओडिया भागवत तृतीय स्कंध। तेबे चलंतु वीडियोटी आरंभ करवा। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवं। प्रथमे श्रीहरि नारायण जे कि श्रेष्ठ पुरुष नर देवी सरस्वती और व्यासदेव को नमस्कार करी परे जय अर्थात पवित्र कथा उच्चारण करवा उचित। जहाँ को कृपारे मुक कथा कही पारे, छोटा पर्वत चढ़ी पारे, से ही परमानंदमय श्रीहरि भगवान नारायण को मु नमस्कार करुछि। ओम नमो भगवते वासुदेवाय। तृतीय स्कंध प्रथम अध्याय। ईश्वरे छारु गुण क्षोभ जेमंते ब्रह्मांड संभव। एमान तृतीय स्कंधरे वर्णित 33 अध्याये। ता मध्ये विदुर उद्धव संवाद प्रथमे प्रस्ताव। शौनक आदि मुनिगणे आनंदे सुत सन्निधाने विदुर कथा मने चिंती विश्वास भावे पचारन्ति। शौनक उवाच हे सुत तुम्भर वचन शुणी सन्तोष आम्भ मन। महात्मा विदुरर वाणी आम्भे तुम्भर मुख शुणी छाड़िलु भव बंध व्यथा। विस्तारी कह तार कथा सर्वसंपद छाड़िबने किंपा से गोला दुख मने। अनेक तीर्थे देई मन पृथ्वी कला पर्यटन। मैत्रेय मुनि संगे तार एकांते आध्यात्म विचार। कहीं बा नदी तीर बने सानंदे बसी बेनी जने। संतोषे विदुरर आगे मैत्रेय मुनि अनुरागे। कहिले तत्व सारवाणी जा शुणी भवु तोरे प्राणी। से कथा कह मुनिवर
ବିଦୁର ବିଷ୍ଣୁ ଭକ୍ତ ସାର, ସେ ବନ୍ଧୁ ତ୍ୟାଗୀ କିବା ଅର୍ଥେ, ପୁଣି ମିଳିଲା ଇନ୍ଦ୍ରପ୍ରସ୍ତେ। ଏମନ୍ତ ମୁନିଙ୍କର ବାଣୀ, ସୁତ କହନ୍ତି ସୁତ ସନ୍ତୋଷ ମନେ ଶୁଣି, କହନ୍ତି ସୋନଙ୍କ ଆଗେ କୃଷ୍ଣର ଭାବ ଅନୁରାଗେ। ସୁତ ଉବାଚ ଶୁଣ ହେ ମୁନି ଗୁଣ, ତ ସେ କଥା ସୁକ ମୁନି ପାଶେ, ଆନନ୍ଦେ ଅଭିମନ୍ୟୁ ସୁତ ପୁଛିଲା ବିଦୁର ଚରିତ। ସେ ମୁନି କହିଲେ ଯେମନ୍ତେ, ସେ କଥା ଶୁଣ ଏକ ଚିତ୍ତେ, ସୁକ ବୋଲନ୍ତି ଭାବ ଭରି, ଶୁଣ ପରୀକ୍ଷ ଦଣ୍ଡଧାରୀ। ଶ୍ରୀ ସୁକ ଉବାଚ ସେ ଧୃତରାଷ୍ଟ୍ର ଯେତେବେଳେ, ନିଷ୍ଠୁର ହୀନ ବୁଦ୍ଧି ବଳେ, ଅଧର୍ମେ ଧନ ସେ ସଞ୍ଚଇ, ନିଜ ସୁତଙ୍କୁ ଭୋଗ ଦେଇ, ପାଣ୍ଡୁ ସୁତଙ୍କୁ ଦେଖେ ଭିନ୍ନେ, ନିନ୍ଦଇ ନିଷ୍ଠୁର ବଚନେ, ବାଳକେ ପିତୃହୀନ ହୋଇ, ମାତାର ସଙ୍ଗେ ଦୁଃଖ ସେହି, ହସ୍ତିନାପୁରେ ତାଙ୍କ ଘରେ, ବଞ୍ଚନ୍ତି ଅତି ଅବ୍ୟବହାରେ। ତାହାଙ୍କ ମରଣ ଇଚ୍ଛଇ, ଭୀମଙ୍କୁ ବିଷ ଲଡୁ ଦେଇ, ଯତୁର ଘରେ ଅଗ୍ନି ଦେଲା, ସେବେଳେ ଗୋବିନ୍ଦ ରଖିଲା, ପୁଣି ସଭାର ତଳେ ଆଣି, ପଞ୍ଚ ପାଣ୍ଡବଙ୍କ ରମଣୀ। କେଶ ଆକର୍ଷି ବାହୁ ବଳେ, ବିବସ୍ତ୍ର କଲା ସଭା ତଳେ, କୁଅ କୁଙ୍କୁମ ବହେଉରେ, ଅଧବଦନ ଅଶ୍ରୁଧାରେ, ବଧୂର ଦୁଃଖ ସେ ଶୁଣିଲା, ପୁତ୍ରଙ୍କୁ ବାରଣ ନ କଲା, ମାୟା କପଟ ପୋଷା କରି, ଦୂତ ଖେଳାଇ ଧନ ହରି, ଛଳେ ହରିଲା ତାଙ୍କ ଦେଶ, କାନନେ ଦ୍ୱାଦଶ ବରଷ, ଅଜ୍ଞାତେ ଅଧିକ ବରଷେ, ବିରାଟ ରାଜ୍ୟ ମତ୍ସ୍ୟ ଦେଶେ, ତହିଁ ବଞ୍ଚିଲେ ଦୁଃଖ ସୁଖେ, ବନ କୋଷଣ ଅତିରେକେ, ପୁଣି ମିଳିଲେ ରାଜ୍ୟ ଆସି, ବିଶ୍ୱାସେ ରାଜା ପାଶେ ବସି, ଜୀବନ ଅର୍ଥେ କିଛି ଧନ, ମାଗିଲେ ନ ଦେଲା ରାଜନ, ପୁଣି କୃଷ୍ଣଙ୍କୁ କରି ଦୂତ, ଗ୍ରାମ ମାଗିଲେ ପାଣ୍ଡୁ ସୁତ, କୃଷ୍ଣର ବୋଲ ସେ ନ କଲା, ସୂଚି ଅଗ୍ରତେ ସେ ନ ଦେଲା, କୃଷ୍ଣଙ୍କୁ କରି ଅପମାନ, ଲୋଭେ ହୋଇଲା ହତ ଜ୍ଞାନ, ବିଦୁର ଆଣି ଏକାନ୍ତରେ, ବିଚାର କଲା ଅନ୍ତପୁରେ, ପାଣ୍ଡବ ମାରି ନାନା ବ୍ୟାଜେ, ରାଜା ହୋଇବି ସର୍ବରାଜ୍ୟେ, ଶୁଣି ବିଦୁର କର ଯୋଡ଼ି, ବୋଲୋଇ ରାଜା ପାଦେ ପଡ଼ି, ଅସହ୍ୟ ଅପରାଧ ତୋର, କେତେ ସହିଛି ଯୁଧିଷ୍ଠିର, ତୁ ତାଙ୍କୁ ଅର୍ଦ୍ଧ ରାଜ୍ୟ ଦେଇ, ପୁତ୍ରଙ୍କ ତୁଲେ ଭୁଞ୍ଜ ମୋହି, ନହିଲେ ସୁଖ ନାହିଁ ତୋର, ସେ ବିଷ୍ଣୁ ତେଜେ ବଳିୟାର, ଶ୍ରୀହରି ତାଙ୍କୁ ସଙ୍ଗେ ଘେନି, ଉଶ୍ୱାସ କରିବେ ମେଦିନୀ, ସେ ଭଗବାନ ଦଇତ୍ୟାରି, ଦେବ ବ୍ରାହ୍ମଣ ସଙ୍ଗେ ଧରି, ସେ ସୁଖେ ଥାଇ ନିଜ ପୁରେ,
ପାଣ୍ଡବ ବଂଶ ପକ୍ଷ ଧରେ, ଏ ପୁତ୍ର ଆସି ତୋର ପୁରୀ, ବସିଲା ଦୋଷ ରୂପ ଧରି, ତାକୁ ତୁ ପୁତ୍ର ପ୍ରାୟ ମଣୁ, କୁଳକୁଶଳ ନ ପ୍ରମାଣୁ, ଶ୍ରୀକୃଷ୍ଣେ ଭକତି ନ କରି, ତୁ ହି ହୋଇଲୁ ହତ ଶିରି, କୁଳକୁଶଳେ ଯେବେ ମନ, ତେଜ ଅଶୁଭ ଦୁର୍ଯ୍ୟୋଧନ, ଏମନ୍ତ ବିଦୁରର ବାଣୀ, ଶ୍ଳୋକ ସକ୍ରୋଧ ଦୁର୍ଯ୍ୟୋଧନ ଶୁଣି, ସଙ୍ଗେ ଅଛନ୍ତି ତିନି ଜଣ, କର୍ଣ୍ଣ ଶକୁନି ଦୁଃଶାସନ, ବୋଇଲେ ସ୍ଫୁରିତ ଧରେ, ଆକର୍ଷି ଦୁଃଶାସନ କରେ, ଏ ଦାସୀ ପୁତ୍ର ମୋର ଘରେ, ବସଇ ବାନ୍ଧବ ବ୍ୟବହାରେ, ଏ ମୋର ନିତ୍ୟ ଅନ୍ନ ଖାଇ, ପାଣ୍ଡୁ ପୁତ୍ରଙ୍କ ହିତେ ଥାଇ, କୃଷ୍ଣଙ୍କୁ ଘେନି ଭାଳେ ନିତ୍ୟେ, ମୋର ବିନାଶ ଚିତେ ଚିନ୍ତେ, ଏମନ୍ତ କୁଟିଳ ଲୋକକୁ କିଏ ବା ଡାକିଲା ଏଠାକୁ, ଏମନ୍ତ ବୋଲି ବିଚାରିଲା, କୋପେ ଅନେଳ ଗାଲି ଦେଲା, ଦଶନେ କାମୁଡ଼ି ଅଧର, ବୋଲେ ଦଣ୍ଡାଇ କର ଦୂର, ଏହାକୁ ଦଣ୍ଡେ ହେ ନଥୁଅ, ରାଜୁ ବାହାର କରିଦିଅ, ଏମନ୍ତ ତାର ବାକ୍ୟ ଶୁଣି, ବଜ୍ର ପଡ଼ିଲା ପ୍ରାୟ ମଣି, ମରମ ଉଚ୍ଚାଟ ବଚନ ଶୁଣି ହୋଇଲା ହତ ଜ୍ଞାନ, ଜ୍ୟେଷ୍ଠ ଭାତାର ତୁଲେ ଥିଲା, ରାଜା ହିଁ ଆଶ୍ୱାସନ କଲା, ତକ୍ଷଣେ ଉଠି ସେ ବିଦୁର, ଚିତେ ଚିନ୍ତଇ ଚକ୍ରଧର, ବିଷ୍ଣୁର ମାୟା ବିଚାରିଲା, ତକ୍ଷଣେ ବନସ୍ତେ ପଶିଲା, ସମ୍ପଦ ତୁଚ୍ଛ ପ୍ରାୟ ମଣି, ମନେ ଚିନ୍ତଇ ଚକ୍ର ପାଣି, ହସ୍ତିନା ନଗରୁ ବାହାର, ତୀର୍ଥ ଗମନେ ଆଗୁସାର, ମିଳିଲା ଯାଇ ଘୋର ବନେ, ଭ୍ରମଇ ଋଷି ବିପ୍ରସ୍ଥାନେ, ମନେ ଚିନ୍ତଇ ତୀର୍ଥ ଗତି, ହରି ଭକତ ଜହିଛନ୍ତି, ନିରାଶ କରି ଆତ୍ମମନ, ଗ୍ରାମ ପାଟଣା ଉପବନ, ସୁପୁଣ୍ୟଗିରି କୁଞ୍ଚ ଦେଶେ, ଭ୍ରମଇ ତୀର୍ଥ ଅଭିଳାଷେ, ପୁଣ୍ୟ ସରିତ ପୁଣ୍ୟସର, ନିରତେ ଭ୍ରମଇ ବିଦୁର, ଅନନ୍ତ ଲିଙ୍ଗେ ସିଦ୍ଧ ଜହି, ସୁଧ ପବିତ୍ର ପୁଣ୍ୟ ଭୂଇଁ, ଏମନ୍ତ ଅବଧୂତ ବେଶେ, ବିଦୁର ଭ୍ରମେ ପୁଣ୍ୟ ଦେଶେ, হরিতোষণ ব্রত যেতে তপে তো সই অবিরতে এমন্তে ভারত বরসে কালে মিলিলা সে প্রভাসে তহি শুনিলা সাধু বাণী পাণ্ডবে কুরু বল জিণি কৃষ্ণ সারথি পণে বরি অনেক অক্ষহিণী মারি গোবিন্দ ঘেনি তীর্থ জলে মঙ্গল শুভ অনুকূলে করাই অভিষেক পূজা একাঙ্গ চক্রে কলে রাজা সর্বে নশিলে কুরু বলে যে শনে বেণু দাবানলে কুটুম্ব বধে শোক করে স্বজন বান্ধব সুমরে মৌন হই অশ্রু কণ্ঠে মিলিলা সরস্বতী তটে যাহার তীরে একাদশ তীর্থে বসন্তী চারিপাশ ত্রিত উষনা মনু নাম পৃথু অনল যে পবন সুদাস গাব গুহ যম অসিত একাদশ নাম ক্ষেত্রে মন্দির বিষ্ণু অর্থে তীরে চরিত যে ঝামতে ঋষি দেবতা আদি যেতে তীর্থে সেবন্তী দৃঢ় চিতে প্রত্যঙ্গ মুখ্যাঙ্কিত ঘর দিশন্তি অতি মনোহর
যে পুর দর্শন মাত্রে বিষ্ণু স্মরণ পশে গাত্রে। হেমন্ত ସରସ୍ୱତୀ ତୀର୍ଥ ଦେଖି ବିଦୁର କୃତକୃତ୍ୟ ତହୁଁ ଚଳିଲା ତ ସମନେ ସ୍ୱରାଷ୍ଟ୍ର ସୌବୀର ବିପିନେ। କୁରୁ ଜାଙ୍ଗଳ ମତ୍ସ୍ୟ ଦେଶ ଜିଣି ଯମୁନା ପରବେଶ। କାଳିନ୍ଦୀ ତୀରେ ବୃନ୍ଦାବନ ଯହିଁ ବିରାଜେ ଗୋବର୍ଦ୍ଧନ। ସେବନେ ବୁଲେ ଏକେ ଏକେ ନିଶ୍ଚଳେ ଉଦ୍ଧବଙ୍କୁ ଦେଖେ। ହରିଭକତଙ୍କର ସାର ତପ ଆଚରି ମହାଗର। ଆସନ ନିଶ୍ଚଳ ସମାଧି ଶ୍ରୀକୃଷ୍ଣ ଚରଣ ଆରାଧି। ଏକାନ୍ତେ ଅଛି ବୃକ୍ଷ ମୂଳେ ବିଦୁର ଦେଖେ ବେନିଡୋଳେ। ସେ ବାସୁଦେବ ଅନୁଚର କିଏ ବା ଦେବା ପଟାନ୍ତର। ଦେବଗୁରୁଙ୍କ ଶିଷ୍ୟ ସ୍ୱୟଂ ସ୍ୱଭାବେ ଶାନ୍ତ ବୁଦ୍ଧି ବହେ। ଏମନ୍ତେ ମିଳିବେ ନିଜନ ନିବିଡ଼େ କଲେ ଆଲିଙ୍ଗନ। ବିଦୁର ଉଦ୍ଧବକୁ ଚାହିଁ ବନ୍ଧୁ ବାନ୍ଧବ ସ୍ନେହ ବହି। ରୋମହର ସେ ଶୁଦ୍ଧ ଚେତା ପୁଛଇ କୃଷ୍ଣର ବାରତା। କୃଷ୍ଣପୁତ୍ରଙ୍କୁ ଆଦି କରି ଏକ ଆରେକ ନାମ ଧରି। ବିଦୁର ଉବାଚ ଶୁଣ ଉଦ୍ଧବ ମୋ ବଚନ। ମୁଁ ଯେ ପୁଛଇ ବନ୍ଧୁଜନ। ସେ ହରି ପୁରୁଷ ପୁରାଣ ଅନାଦି ପରମ କାରଣ। ଧରଣୀ ଭାରା ନାଶ ଅର୍ଥେ ମନୁଷ୍ୟ ଦେହେ ଜଗତେ। ରାମ ଗୋବିନ୍ଦ ରୂପ ଧରି ଯାଦବ ବଂଶେ ଅବତରି। ଛନ୍ତି କି ବସୁଦେବ ଘରେ ଆନନ୍ଦେ ବେନି ସୋହଦରେ। ଆମ୍ଭର ବଂଶେ ଅଧିଦେବ ଦେବକୀ ତୁଲେ ବସୁଦେବ। ସୁଖେ କି ଛନ୍ତି ନିଜ ପୁରେ ବନ୍ଧୁ ସୁହୃଦ ଭାବ ଭରେ। ପ୍ରଦ୍ୟୁମ୍ନ ଅଛଇନା ଭଲେ ଆନନ୍ଦେ ଜନନୀର ତୁଲେ। ରୁକ୍ମିଣୀ ପୂର୍ବ ତପ ଫଳେ ପୁତ୍ର ପ୍ରଦ୍ୟୁମ୍ନ କଲା କୋଳେ। ଭୋଜାଦି ସାତ ବଂଶ ରାଜା ଗୋବିନ୍ଦ ଯାକୁ କଲେ ପୂଜା। ଛାଡ଼ି ଆପଣା ନୃପାସନ ରାଜ୍ୟ ସ୍ଥାପିଲେ ଉଗ୍ରସେନ। ତୀର୍ଥ ଉଦକ ସିଞ୍ଚି ଶିରେ ସେ ସୁଖେ ଅଛି ଟିକି ପୁରେ। ଭଲେ କି ଜାମ୍ବବତୀ ସୁତ ଯେ ରଥି ମଧ୍ୟେ ମହାରଥ। କୃଷ୍ଣର ସଦୃଶ ଯେ ହୋଇ ପୂର୍ବେ ଅମ୍ବିକା ଗର୍ଭେ ଥାଇ। ଯାହାକୁ ଜାମ୍ବବତୀ ଦେବୀ ପାଇଲା ନାନା ବ୍ରତ ସେବି। ଖେମେ କି ଅଛି ଯୁଯୁଧନ ଯାହାକୁ ସନ୍ତୋଷ ଅର୍ଜୁନ। ରହସ୍ୟ ଧନୁର୍ବେଦ ଦେଲା ଯେ ପୁଣି କୃଷ୍ଣ ଆରାଧିଲା। ସୁଖେ ହୋଇଲା ଗତି ତାର ଯେ ଯୋଗୀ ଜନେ ଅଗୋଚର। ସଫଳକ ସୁତ ଯଶସ୍କର ଶୁଭେ କି ଅଛଇ ଅକ୍ରୂର। କଂସ ଆଦେଶେ ଗୋପପୁରେ ଲୋଭିଲା କୃଷ୍ଣ ରେଣୁ ଶିରେ। ଭୋଲେ କି ଅଛଇ ଦେବକୀ ଯେ ଗର୍ଭେ ଧଇଲା ହରିଙ୍କି।
অশেষ মনোরথ বোধ ভোলে কি ଅଛି অনিরুদ্ধ যার মহিমা শব্দ জনি তুরীয় তত্ত্ব সঙ্গে মানে সত্যভামার সুত যেতে ভোলে কি অଛନ୍ତି ସମସ୍ତେ গদর কহ ଭଲ কথা যে অন্য যাদব বারতা একান্তে কৃষ্ণর পୟରେ সেবন্তী ସବୁ পরকারে ধর্মে কি ଅଛି যুধিষ্ঠির যে ধর্ম রখিলা সংসার যাহার বাহু প্রায় হই কৃষ্ণ অর্জুন বেনি থাই ভীমর কহ ଭଲ কথা যে ভীম অতি বলবন্তা যার চরণ ঘাত কোপে দুর্গম রণ ভূমিকম্পে অর্জুন ଅଛି ଟିକି ভোলে নিরতে গোবিন্দর তুলে গান্ডীব ধনু করে ধরে রণে তোষিলা শূলধারে নকুল সহ দেব বেনি কুশল কহ পরিমাণে অশ্বিনী নাসিকা বিবরে জন্ম হইলে যে শরীরে କିଏ କହୁ ତାଙ୍କ ଗୁଣ ଗ୍ରାମ ଦେବଙ୍କ ବ୍ୟାଧି ହରେ ନାମ ତାହାଙ୍କ ବିଜୁଜାତ ହୋଇ ସୁନ୍ଦର ରୂପେ ଜନମହି ପାଣ୍ଡବ ଚକ୍ଷୁ ସେ ବୋଲାନ୍ତି କହ କି କୁଶଳେ ଅଛନ୍ତି ଦେଖ ଏ କୁନ୍ତି ଗର୍ଭ ଅର୍ଥେ ସ୍ୱାମୀକୁ ଚିନ୍ତେ ଅବିରତେ ଜାନାମ ଚଉଦିଶେ ଶୁଭେ ସେ ସ୍ୱାମୀ ବିନୁ ସୁତ ଲୋଭେ ତାହାକୁ ଛାଡ଼ି ଭଗବାନ ବିନେ ରହିଲା ପୁତ୍ର ସ୍ନେହ ମନେ ଶୁଣ ଉଦ୍ଧବ ସାଧୁ ଧୀର ଧୃତରାଷ୍ଟ୍ରର ଯେ ବ୍ୟବହାର ସେ ପିତୃହୀନ ପଞ୍ଚପୁତ୍ରେ ତାଙ୍କ ମରଣ ଚିନ୍ତେ ପୁତ୍ରଙ୍କ ତୁଲେ ତା ବିଚାର ମୋ ପ୍ରିୟ ସୁହୃଦ ତାହାର ପୁରୁ ବାହାର କରିଦେଲା ଚିତେ ତା ଦୟା ନ ବସିଲା ଏଣୁ ପଡ଼ିବ ତମ ଘର ଜୀବନେ ଚିନ୍ତା ତାକୁ ମୋର ଯେ କୃଷ୍ଣ ପରମ ମଙ୍ଗଳ ଆନନ୍ଦ ମାନଙ୍କର ମୂଳ ସେ ହରି ମନୁଷ୍ୟ ଶରୀରେ ସାକ୍ଷାତ ସଂସାରେ ବିହରେ ତାର ପ୍ରସାଦ ତା ମାହାତ୍ମ୍ୟ ଜାଣି ଛାଡ଼ିଲି ସର୍ବଭ୍ରମ ତାର ଚରଣ ଧ୍ୟାନ କରି ମୁଁ ଏବେ ଆନନ୍ଦେ ବିହରେ ଦେଖ ଉଦ୍ଧବ ତା ମହିମା କେ କହିପାରେ ଗୁଣ ସୀମା ଯେ ଯେତେ ଥିଲେ ମହିପାଳେ ଅନେକ କ୍ଷୟିଣୀ ମେଳେ ତାଙ୍କୁ ମାୟାରେ ସଂହରି ହେଳେ ତ୍ରିଭୁବନ ଉଦ୍ଧରେ ପ୍ରପନ୍ନ ଜନ ଦୁଃଖ ନାଶ ଅର୍ଥେ କ୍ଷଣ କେପିତ ବାସ ପାରନ୍ତି କୁରୁଙ୍କୁ ସଂହାରି ସହିଲେ ଦୋଷ କ୍ଷମା କରି ସେ ଗୁଣାତୀତ ଅଜହରି ଖଳ ନାଶନେ ଅବତରି ଅଖିଳ ଲୋକଙ୍କ କୁଶଳେ ସେ ଦେହବନ୍ତ ଯଦୁକୂଳେ ଯାହାର ଆଜ୍ଞାରେ ସଂସାର ତୀର୍ଥର ପ୍ରାୟ କୀର୍ତ୍ତି ଯାର ସେ ହରି ଶୁଭ କଥା ମତେ କହ ଉଦ୍ଧବ ଶୁଦ୍ଧ ଚିତେ ଏମନ୍ତେ ବିଦୁରର ବାଣୀ ଉଦ୍ଧବ ମନେ ପରିମାଣି ଚିତେ ଚିନ୍ତିଲା ନାରାୟଣ ସୁଜନେ ଏକ ମନେ ଶୁଣ ହରିଚରିତ ସୁଧାରସ କହିଲା ଜଗନ୍ନାଥ ଦାସ ତୃତୀୟ ସ୍କନ୍ଧେ ଭାଗବତ ସୁଜନ ଜନଙ୍କର ହିତ ତୃତୀୟ ସ୍କନ୍ଧେ ଭାଗବତେ ସୁଜନ ଜନଙ୍କର ହିତେ इति श्रीमद्भागवते महापुराणे परमहंस्यां संहितायां तृतीय स्कन्धे विदुरोद्धव संवादे प्रथमोऽध्याय। ओम नमो भगवते वासुदेवाय। हरि ओम।